ଆମର ସ୍କୁଲ ହେଇପାରେନି, ରାସ୍ତା କାମ ବି ଅଧା କରିକି ରହିଛି। ଆମର ଲେଡିଜ ମାନଙ୍କୁ କର୍ମଙ୍କର ନିଯୁକ୍ତି ଦେବି ବୋଲି କହିଥିଲେ, ସେ ନିଯୁକ୍ତି ବି ଆଜି ପର୍ଯ୍ୟନ୍ତ ଦେଇନାହାନ୍ତି। ସେଥିପାଇଁ ଆମେ ଧାରଣାରେ ବସିଛୁ। 2024 ମସିହାରେ ବି ଷ୍ଟ୍ରାଇକ୍ କରିଥିଲୁ ଆମେ, ତ କିଛି ସିଏ ଆମ ପାଇଁ କାମ ଦେଲାନି ବୋଲିକି ଆଜି ଫେରାଥରେ ଆମେ ଷ୍ଟ୍ରାଇକ୍ଟା ଆମେ ଇଏ କରିଛୁ। ଆଉ ଆମେ ଚାହୁଁଛୁ ମ୍ୟୁଚୁଆଲ ମ୍ୟାନେଜମେଣ୍ଟ ଆମର ଲେଡିଜ ମାନଙ୍କୁ ବି କିଛି କାମ ଦଉ। ଆଉ CSR ତରଫରେ ବି ଲେଡିଜ ମାନଙ୍କୁ କାମ ଦେବି, ଗ୍ରୁପ ମା ମାନଙ୍କୁ ବି ବୋଲି କହିଥିଲେ, ବହୁତ ଟ୍ରେନିଂ ଦେଇଥିଲେ, କିନ୍ତୁ କିଛି ବି ଆଜି ପର୍ଯ୍ୟନ୍ତ ସେମାନେ କିଛି କାର୍ଯ୍ୟାନୁଷ୍ଠାନ କରିନାହାନ୍ତି। ଗାଁରେ ନା ଭଲ ଷ୍ଟ୍ରିଟ୍ ଲାଇଟ୍ ଗୋଟେ ଜଳୁଛି କି ପାଣି ସୁବିଧା ଭଲ ହେଲେ କରିଛନ୍ତି, କିଛି ବି କରିନାହାନ୍ତି ସେମାନେ। ସେଥିପାଇଁ ଆମେ ଏଇ ଧାରଣା ଦେଇଛୁ ଆଉ କି ସେମାନେ ମାନି ନିଅନ୍ତୁ ବୋଲି। ଆମର ଗାଁର ଲୋକ ବେକାର ଅଛନ୍ତି ଆଉ। ମିତ୍ତଲ ଖଣି ସମ୍ମୁଖରେ 2024 ମସିହାରେ ଯେଉଁ ଧାରଣା ହେଇଥିଲା, ସେଥିରେ ଗୋଟେ ତ୍ରିପାକ୍ଷିକ ଚୁକ୍ତିନାମା ହେଇଥିଲା ଉପଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ। ସେଥିରେ ଥିଲା ଯେ 200 ପିଲାଙ୍କୁ ସେ ନିଯୁକ୍ତି ଦବ 6 ମାସ ଭିତରେ, କିନ୍ତୁ ଏତେ ଦିନ ବିତିଗଲେ ମଧ୍ୟ 63 ପିଲାଙ୍କୁ ମାତ୍ର ନିଯୁକ୍ତି ଦେଇଛି, ଆହୁରି 150 ଲୋକ ବାକି ଅଛନ୍ତି। ତା ସହିତ ଚୁକ୍ତିନାମା ହେଇଥିଲା ଯେ ରାସ୍ତା କଳମଙ୍ଗରୁ କୋଇଡା ରାସ୍ତା ପୁରା କଂକ୍ରିଟ ରୋଡ କରିବା ପାଇଁ, କିନ୍ତୁ ଅଧା ହେଇଛି, ଏପର୍ଯ୍ୟନ୍ତ ଆହୁରି ଅଧା ବାକି ଅଛି, ତାକୁ ଏପର୍ଯ୍ୟନ୍ତ ପୂରଣ କରାଗଲା ନାହିଁ। ତା ସହିତ ଚୁକ୍ତିନାମା ହେଇଥିଲା ବର୍ଷକ ଭିତରେ ଗୋଟେ ମେଡିକାଲ ସେମାନେ ତିଆରି କରିବେ, ଯୋଉଥିରେ କି ସ୍ଥାନୀୟ ମାଲଦା ପଞ୍ଚାୟତର ଲୋକମାନେ ତା ଦ୍ୱାରା ଚିକିତ୍ସା ହେବେ। ସେ ଜାଗା ଖୋଜୁ ଖୋଜୁ ଏପର୍ଯ୍ୟନ୍ତ 2 ବର୍ଷ ବିତିଗଲା, କିନ୍ତୁ ସେ ମେଡିକାଲ ବି ତିଆରି ହେଇପାରିଲା ନାହିଁ। କନଭେଣ୍ଟ ସ୍କୁଲ ବି ମଧ୍ୟ ପାଇଁ ଏଗ୍ରିମେଣ୍ଟ କରିଥିଲେ ଯେ 4 ମାସ ଭିତରେ ଆମେ ସ୍କୁଲ କନଭେଣ୍ଟ ସ୍କୁଲ କରିମୁ, ଆଉ ଗାଁ ପିଲାମାନେ ଇଂଲିଶ ମିଡିୟମରେ ପାଠ ପଢିବେ, କିନ୍ତୁ ତାହା ବି ଏପର୍ଯ୍ୟନ୍ତ ହେଇପାରିଲା ନାହିଁ। ତେଣୁ ବହୁତ ପ୍ରକାର ଚୁକ୍ତିନାମା ସେ କରିଛନ୍ତି, ସେ କାର୍ଯ୍ୟକାରୀ କରୁନାହାନ୍ତି। କିଛିଟା ଯୋଉଟା କରିଛନ୍ତି ସେ ମାତ୍ର କିଛି ନୁହେଁ, ତେଣୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ନ କରିବା କରୁଛନ୍ତି ବୋଲି ଆଜି ଏ ଧାରଣା ବସିଛି, ଏବଂ ଏ ଧାରଣା ଚାଲିବ ଯେପର୍ଯ୍ୟନ୍ତ ସେମାନେ ଚୁକ୍ତିନାମାକୁ ପୂରଣ କରିନାହାନ୍ତି। ଏ ଧାରଣା ସେ ପର୍ଯ୍ୟନ୍ତ ଚାଲିବ। ସମସ୍ତେ ଜାଣନ୍ତି ଆମ କୋଇଡ଼ା ଅଞ୍ଚଳ ହେଉଛି ଖଣି ଖାଦାନ, ଏବଂ ଖଣି ଖାଦାନରେ ବିଭିନ୍ନ ଦାବି ରଖା ହେଇଥିଲା। ସ୍ଥାନୀୟ ପିଲାମାନଙ୍କୁ ନିଯୁକ୍ତି ଏବଂ ରୋଡ ରାସ୍ତା, ପିଇବା ପାଣି, ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବହୁତ ଦିନରୁ ଆମର ଆନ୍ଦୋଳନ ହେଇକି ଆସୁଛି। ସେହିପରି ଆମର ଆର୍ସେଲ ମିତ୍ତଲ ମାଇନ୍ସରେ ଆଗରୁ 2024 ମସିହାରେ ଆମର ଗୋଟେ ଚୁକ୍ତିନାମା କରାହେଇଥିଲା କି ସ୍ଥାନୀୟ ପିଲାମାନଙ୍କୁ ନିଯୁକ୍ତି, ଏବଂ ସେଥିରେ ଏଗ୍ରିମେଣ୍ଟ କରାହେଇଥିଲା କି 200 ପିଲାମାନଙ୍କୁ ନିଯୁକ୍ତି ଦିଆଯିବ। କିନ୍ତୁ ଆଜି ଦୀର୍ଘ ଦିନ ହେଲାଣି, କିନ୍ତୁ ଆମର ସ୍ଥାନୀୟ ପିଲାମାନଙ୍କୁ ନିଯୁକ୍ତି ଦିଆଯାଉନାହିଁ। କୋଇଡ଼ାଠାରୁ କଳମଙ୍ଗ ରାସ୍ତା ତିଆରି କରିବା ପାଇଁ କୁହାଯାଇଥିଲା, କୋଇଡ଼ାଠାରୁ କଳମଙ୍ଗ ରାସ୍ତା ତିଆରି ହେଲା ନାହିଁ। ଡାକ୍ତରଖାନା, ପିଇବା ପାଣି, ସ୍ୱାସ୍ଥ୍ୟ ସେବା ଏ ସମସ୍ତ କଥା କୁହାଯାଇଥିଲା, କିନ୍ତୁ ଏଥିରେ ଆମର କମ୍ପାନୀ କର୍ତ୍ତୃପକ୍ଷ ନିଘା ଦେଉନାହାନ୍ତି କି ଧ୍ୟାନ ଦେଉନାହାନ୍ତି। ପ୍ରଶାସନ ମଧ୍ୟ ଏଥିରେ ଧ୍ୟାନ ଦେଉନି। ଆମର କଲେକ୍ଟର ସମ୍ମୁଖରେ ଏବଂ ପ୍ରଶାସନ ସମ୍ମୁଖରେ ଆମର ଖଣି କର୍ତ୍ତୃପକ୍ଷ ଏବଂ ଆମର ସ୍ଥାନୀୟ ଲୋକ ଏବଂ ଆମର ନେତାମାନେ ସମସ୍ତେ ମିଶିକି ଗୋଟେ ଏଗ୍ରିମେଣ୍ଟ କରିଥିଲେ ଏବଂ ତୁରନ୍ତ ଏହା କାର୍ଯ୍ୟକାରୀ କରାଯିବ କହିଥିଲେ, କିନ୍ତୁ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଗଲାନି। ବିଶେଷ କରି ପିଇବା ପାଣି, ରୋଡ ରାସ୍ତା ଏବଂ ସ୍ଥାନୀୟ ପିଲାମାନଙ୍କୁ ଯେହେତୁ ନିଯୁକ୍ତି ଦିଆଗଲା ନାହିଁ, ଏହି ଚୁକ୍ତିନାମାକୁ ଖିଲାପ କରାଯାଉଛି। ତା ବିରୁଦ୍ଧରେ ଆଜି ଆର୍ସେଲ ମିତ୍ତଲ ମାଇନ୍ସ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ଯୋଉ ପର୍ଯ୍ୟନ୍ତ 200 ପିଲା ସ୍ଥାନୀୟ ଯାହା ଚୁକ୍ତିନାମା ହେଇଥିଲା ତାକୁ ଯଦି ନ ପୂରଣ କରିଛନ୍ତି, ସେଇ ପର୍ଯ୍ୟନ୍ତ ଆମର ବିକ୍ଷୋଭ ଧାରଣା ଜାରି ରହିବ। ଏହା ପୂର୍ବରୁ ମଧ୍ୟ ବିକ୍ଷୋଭ ହେଇଥିଲା, ସେ ପ୍ରତିଶ୍ରୁତି ଦଉଛନ୍ତି କିନ୍ତୁ କାର୍ଯ୍ୟ କରୁନାହାନ୍ତି। ଦେଖନ୍ତୁ ଆଜି ବାରମ୍ବାର ସେମାନେ ପ୍ରତିଶ୍ରୁତି ଦଉଛନ୍ତି, କିନ୍ତୁ ସେ ପ୍ରତିଶ୍ରୁତି ପାଳନ କରୁନାହାନ୍ତି। ଆଜି ମଧ୍ୟ ସେହିପରି ଆମେ ଆସିଛୁ, ଆଜି ବି ପ୍ରତିଶ୍ରୁତି ଦେବେ। ଆମେ ଦେଖିବୁ ତାଙ୍କର ପ୍ରତିଶ୍ରୁତି କେତେ ଦୂର ସେମାନେ କାମ କରୁଛନ୍ତି ନା କରୁନାହାନ୍ତି। ଯଦି ନ କରନ୍ତି ତାହେଲେ ଆଗାମୀ ଦିନରେ ନିଶ୍ଚିତ ଭାବରେ ଆହୁରି ବଡ଼ ଧରଣର ଆନ୍ଦୋଳନ ହେବ। ଏବଂ ଏ ମାଇନ୍ସ ଯୋଉ ଟୋଟାଲ ଆପଣ ଦେଖୁଥିବେ, ମାଇନ୍ସରେ କୌଣସି ମାଲ ମଧ୍ୟ ଏଠୁ ଯାଇପାରିବନି। ସମସ୍ତ ମାଇନ୍ସର ବା ଆମର ଏ ଯୋଉ ଯାହା ମାଲ ପରିବହନ କରାହଉଛି, ଆପଣଙ୍କର ପାଇପ୍ ହଉ କି ଅନ୍ୟାନ୍ୟ ରୋଡ ରାସ୍ତାରେ ଯୋଉ ଯାଉଛି ମାଲ, ଆମେ ତାକୁ ରାସ୍ତା ରୋକ କରିବୁ, ବନ୍ଦ କରିବୁ, ଯୋଉ ପର୍ଯ୍ୟନ୍ତ ଆମର ଦାବି ହାସଲ ନ ହେଇଛି। ଦୋଷରୁ ନାୟକ ଯେ ଆଜି ଯୋଉ ମିତ୍ତଲ ଖଣି ସମ୍ମୁଖରେ ଆଜି ଯୋଉ ଦେଇଛନ୍ତି ବିକ୍ଷୋଭ କରୁଛନ୍ତି, ଆଗରୁ ମଧ୍ୟ କରିଥିଲେ, यार किसी सुफल मिललानी, आज करछन्ती, यार सुफल मिले बोली भाबुछन्ती? देखंतु आज्ञा बारंबार कणमंग कानुसाई घोड़ा बुड़ाणी मिलित संगठन रे आमे कंपनी को बारंबार दाबी करूछु, किंतु सी प्रतिश्रुति दौची जे हाँ आज्ञा 6 मास भितर कर दी, वर्ष भितर कर दी, किंतु आज पर्यंत 2024 मसीह प्रतिश्रुति दे 2026 पहुंची गला। आज पर्यंत आमर पिला माने बेकार, युवती माने बेकार, यही कंपनी पाखरे कौन सी गुटे काम एंगेजमेंट हो पारे नहीं। तेणु
ଆଜି ଆମେ ଆନ୍ଦୋଳନରେ 20/5/2026 ଏହି ଦିନ ଆନ୍ଦୋଳନରେ ବସିଛୁ। ଆଜି ଯଦି କମ୍ପାନୀ କୌଣସି ପ୍ରତିଶ୍ରୁତି ନ ଦିଏ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମେ ଆନ୍ଦୋଳନରେ ରହିବୁ। ଯେ ପର୍ଯ୍ୟନ୍ତ କମ୍ପାନୀ ରାଜି ହେବ ନାହିଁ, ଆମର ଦାବି ଗୁଡ଼ିକ ପୂରଣ କରିବ ନାହିଁ, ସେ ପର୍ଯ୍ୟନ୍ତ ଆମେ ଛାଡ଼ିବୁ ନାହିଁ।